মন প্রাণ দেই পচারিবা কথা বন্ধুরে ভাবু ছাই মনোজ অগ্রওয়াল বাবুଙ୍କ ନାମ ପଚାରି ଅଛନ୍ତି ଏହି ଫସଲ ଆରେ ସବୁ ଗାଁରେ ଦେଖ ବାବୁ ମଶାଣି ହେଲା ପୁରୀରେ ମଶାଣି ଚିକିତ୍ସା ସ୍ୱର୍ଗ ଦ୍ୱାରେ ନାମ ରହିଲା ଆରେ ସ୍ୱର୍ଗ ଦ୍ୱାର କି ତାକୁ କହନ୍ତି ଯାହା ଲେଖା ଅଛି ଜଗନ୍ନାଥ ପୁରାଣରେ ଲେଖା ଅଛି ସ୍କନ୍ଦ ପୁରାଣେ କବି ଲେଖି ଅଛନ୍ତି ପ୍ରତାପ ରୁଦ୍ର ରାଜା ହେଥିଲେ ଆଉ 12 ବର୍ଷ ବର୍ଷା ନହେଲା ଉତ୍କଳରେ ତାହା ଦେଖି ରାଜା ମନେ ଚିନ୍ତା କରିଲେ କିପରି ବର୍ଷା ହେବ ସେ ଭାବିଲେ ଜ୍ୟୋତିଷ ମାନଙ୍କୁ ପାଖକୁ ଡକାଇ 12 ବର୍ଷ ହେଲା ବର୍ଷା ତ ନାହିଁ ଜ୍ୟୋତିଷ କହନ୍ତି ଶୁଣ ହେ ରାଜନ ଉତ୍କଳର ମୌରମଣି ଅଟନ୍ତି ଆପଣ ଗଜପତି ମହାରାଜ ନାମ ବହି ଅଛନ୍ତି ଜଗନ୍ନାଥଙ୍କର ହେ ସେବକ ଅଟନ୍ତି ଆଉ ପ୍ରଥମ ସେବକ ଆପଣ ହେ ଜଗନ୍ନାଥଙ୍କର ପତ୍ର ଖଣ୍ଡିଏ ଲେଖ ଇନ୍ଦ୍ରଙ୍କ ଛାମୁଳ ଆପଣଙ୍କର ଆଜ୍ଞାକୁ ଅବଜ୍ଞାନ ହେବ ନିଶ୍ଚୟ ଇନ୍ଦ୍ର ହେବ ରସା କରିବ ଜ୍ୟୋତିଷ ମାନେ ଏହି କଥା କହିଲେ ଗଜପତି ମହାରାଜା ମନ୍ତ୍ରୀକୁ ଡାକିଲେ ପତ୍ର ଖଣ୍ଡିଏ ହେଲେ ପଠାଇବ ଇନ୍ଦ୍ରଙ୍କ ପାଖରେ ଏହି ପତ୍ର ହେବ 7 ଦିନ ମଧ୍ୟରେ ଆଣିବତେ ଉତ୍ତର ଦେବ ନହେଲେ ନିଶ୍ଚୟ ତୁମର ମୁଣ୍ଡ ଫଟିବ ଉତ୍କଳରେ 12 ବର୍ଷ ବର୍ଷା ହେଲାନି ଲୋକେ ପାଣି ପାଇଁ ହାହାକାର ହେଇଗଲେ ଉତ୍କଳ ରାଜା ପ୍ରତାପରୁଦ୍ର ଦେବ ଜ୍ୟୋତିଷ ମାନଙ୍କୁ ପଚାରିଲେ କଣ କଲେ ବର୍ଷା କାହିଁକି ବର୍ଷା ହଉନି ଜ୍ୟୋତିଷ ମାନେ କହିଲେ ତମେ ହଉଛ ଜଗନ୍ନାଥଙ୍କର ପ୍ରଥମ ସେବକ ଚଳନ୍ତି ଦେବତା ଆପଣ ହଉଛନ୍ତି ଚଳନ୍ତି ଠାକୁର ଆପଣଙ୍କର ଆଦେଶ ପତ୍ର ଅବଜ୍ଞା କରିପାରିବ ନାହିଁ ଆପଣ ପତ୍ର ଚିଠି ଖଣ୍ଡିଏ ଲେଖନ୍ତୁ 7 ଦିନ ଭିତରେ ବର୍ଷା ହେବ ପ୍ରତାପରୁଦ୍ର ଦେବ ରଜା ଅନ୍ଧ ପାଣି ଅନ୍ଧ ଯାହା ବୁଝିବେ ସିଏ ସେଇଟା ବୁଝିବେ ଭଲ ଯିଏକି ଜାଣିବେ ଭଲ ମନ୍ଦ ମନ୍ତ୍ରୀ ଡାକିରି କହିଲେ 7 ଦିନ ଭିତରେ ଇନ୍ଦ୍ରଙ୍କ ପାଖରେ ଚିଠିଟା ପଠେଇବ ଯଦି କଣ ସେ ଉତ୍ତର ଦେଲେ ମତେ 7 ଦିନରେ ତାର ଉତ୍ତର ଦବୁ ନହେଲେ ତମର ମୁଣ୍ଡଟା କାଟିଦେବି ସରିଗଲା କଥା ମନ୍ତ୍ରୀ ଭାବିଲେ ଇନ୍ଦ୍ର କୋଉଠି ମୁଁ କୋଉଠି ଇନ୍ଦ୍ର କୋଉଠି ମୁଁ କୋଉଠି ଇନ୍ଦ୍ରକୁ ତ କେବେ ଦେଖିନି ମୁଁ କୋଉଠି ତାକୁ ପତ୍ରଟା ଦେବି କେମିତି ୟାଙ୍କୁ ଆଉ ନିଦ ଲାଗିଲା ନାହିଁ ଘରେ ଆସିଲେ ଖାଇଲେନି ପିଇଲେନି ଶୋଇଲେ ମନ୍ତ୍ରୀଙ୍କର ସ୍ତ୍ରୀ ପଚାରିଲେ କଣ ହେଲା ଖାଉ